ଲାଉରୁ କିଛି ନୂଆ ବନେଇବା ପାଇଁ ଚାହୁଁଛନ୍ତି କି? ତାହେଲେ କମ୍ ତେଲ ମସଲା ଆଉ କମ୍ ସମୟରେ ଏଇ ନୂଆ ତରକାରୀ ବନାନ୍ତୁ। ଭାତ, ପଖାଳ, ରୁଟି ସବୁଥିରେ ମଜା ଲାଗିବ। ଥରେ ବନେଇଲେ ବାର ବାର ବନେଇବା ପାଇଁ ଇଚ୍ଛା ହେବ। ଜୟ ଜଗନ୍ନାଥ। ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଲାଉରୁ ଏଇ ସୁଆଦିଆ ତରକାରୀ ବନେଇବା ପାଇଁ ଏଠି ମୁଁ ନେଇଛି 500 ଗ୍ରାମର କଷି ଲାଉଟିଏ। ପ୍ରଥମେ ଚାଲନ୍ତୁ ଲାଉରୁ ଚୋପା ବାହାର କରିବା, ତାପରେ ଆମେ କାଟିବା। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଗୋଟେ ଅନୁରୋଧ, ଆଜିର ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା, ଫେସବୁକ୍ ପେଜକୁ ଫଲୋ କରିବା ବିଲକୁଲ ଫ୍ରି। ଲାଉ ଚୋପାରୁ ବହୁତ ବଢ଼ିଆ ରେସିପି ତିଆରି ହୁଏ। ଯଦି ରେସିପି ଦରକାର କମେଣ୍ଟ ସେକ୍ସନରେ ଜଣାଇବେ, ଆଗକୁ ରେସିପି ଅପଲୋଡ଼ କରିବି। ତାପରେ ଲାଉକୁ ଧୋଇ ଆଣିବା, ତାପରେ ଆମେ କାଟିବା। ତାପରେ ଲାଉକୁ ଗୋଲ ଗୋଲ କରି କାଟିବା, କିନ୍ତୁ ଟିକେ ପତଳା କରି କାଟିବା। ବେଶୀ ପତଳା କିମ୍ବା ବେଶୀ ମୋଟା କରିବେ ନାହିଁ, ଏତିକି ପତଳା ରଖି କାଟି ନେବେ। ଏମିତି କାଟିଲେ ତରକାରୀରେ ଜଲ୍ଦି ସିଝିଯିବ। ତାପରେ ଗୋଟେ ବଡ଼ ପ୍ଲେଟରେ ରଖିବା। ଲାଉକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା, ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ, ଅଧା ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ। ରାଗ ପାଇଁ ପରେ ଆମେ କଞ୍ଚା ଲଙ୍କା ଦେବା, କେବଳ ଭଲ କଲର ପାଇଁ। ଅପସନାଲ ଅଛି, ନଦେଲେ ବି ଚଳିବ। ଅଧା ଛୋଟ ଚାମଚରୁ ବି କମ୍ ଜିରା ଗୁଣ୍ଡ, ଅଧା ଛୋଟ ଚାମଚରୁ ବି କମ୍ ଧନିଆ ଗୁଣ୍ଡ, ଅଧା ଛୋଟ ଚାମଚରୁ ବି କମ୍ ଗରମ ମସଲା ଗୁଣ୍ଡ। ଆଜି ଆମେ କମ୍ ତେଲ ମସଲାରେ ବନେଇବା, ସେଥିପାଇଁ ମୁଁ ଅଳ୍ପ ଅଳ୍ପ ଗୁଣ୍ଡ ମସଲା ଦେଲି। ଏବେ ଏଇ ତରକାରୀର ଟେଷ୍ଟ ବଢ଼ାଇବା ପାଇଁ ଆମେ ଗୋଟେ ସ୍ପେଶିଆଲ ଜିନିଷ ଦେବା। 100 ଗ୍ରାମର ବୁଟ ଡାଲି। 100 ଗ୍ରାମ ବୁଟ ଡାଲିକୁ ମୁଁ 4-5 ଘଣ୍ଟା ହେଲା ପାଣିରେ ବତୁରେଇ ଦେଇଥିଲି। ଦେଖନ୍ତୁ ଡାଲି ଭଲ ଭାବରେ ବତୁରି ଯାଇଛି। ଲାଉ ସହିତ ବୁଟ ଡାଲିର କମ୍ବିନେସନ ବହୁତ ବଢ଼ିଆ ଲାଗେ। ଏବେ ଡାଲିରେ ଥିବା ସବୁ ପାଣିକୁ ବାହାର କରି ଆମେ ଗ୍ରାଇଣ୍ଡର ଜାରରେ ଦେବା। ତା ସହିତ ଅଧା ଇଞ୍ଚର ଅଦା, 3-4ଟି ରସୁଣ, ରାଗ ପାଇଁ ଗୋଟେ କଞ୍ଚା ଲଙ୍କା ଦେବା। ତାପରେ ଡାଲିରେ ଜମା ପାଣି ଦେବେ ନାହିଁ। ଯଦି ଦରକାର ପଡ଼ିବ କମ୍ ସେ କମ୍ 1 ଚାମଚ ପାଣି ଦେଇ ଡାଲିକୁ ପୁରା ବହଳିଆ କରି ବାଟି ଆଣିବେ। ଟିକେ ଖଦଡ଼ ରହିଲେ ବି ଚଳିବ। ତାପରେ ଲାଉରେ ଦେଇଥିବା ଗୁଣ୍ଡ ମସଲା ଗୁଡ଼ିକୁ ଆମେ ଲାଉ ସହିତ ଗୋଳେଇବା। ଯଦି ପ୍ଲେଟରେ ଗୋଳେଇବା ପାଇଁ ଅସୁବିଧା ହେବ ତାହେଲେ ଗୋଟେ ବଡ଼ ବାଉଲରେ ଦେଇ ଭଲ ଭାବରେ ଗୋଳେଇ ନେବା। ପ୍ରଥମେ ଗୁଣ୍ଡ ମସଲାକୁ ଗୋଳେଇ ଦେଲେ ଲାଉରେ ଗୁଣ୍ଡ ମସଲା ଲାଗିଯିବ। ତାପରେ ଆମେ ବାଟି ନେଇଥିବା ବୁଟ ଡାଲି ବଟାକୁ ଦେବା। ତାପରେ ସବୁ ଜିନିଷକୁ ଭଲ ଭାବରେ ଗୋଳେଇ ନେବା। ଜମା ପାଣି ଦେବେ ନାହିଁ, ସେମିତି ସବୁ ଜିନିଷକୁ ଗୋଳେଇ ନେବେ। ଦର୍ଶକ ବନ୍ଧୁ, ଆପଣମାନେ କେଉଁଠୁ ଭିଡ଼ିଓ ଦେଖୁଛନ୍ତି ଦୟାକରି ମୋତେ କମେଣ୍ଟସ୍ କରି ଜଣାଇବେ, ତାହେଲେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଇ ପାରିବି। ଗୋଳେଇ ସାରିବା ପରେ 5 ମିନିଟ୍ ରେଷ୍ଟ କରିବା ପାଇଁ ଛାଡ଼ିବା, ଯାହାଦ୍ୱାରା ବୁଟ ଡାଲି ଆଉ ସବୁ ଗୁଣ୍ଡ ମସଲା ଲାଉ ସହିତ ମିଶିଯିବ। ତାପରେ କଢ଼େଇ ଗରମ କରି 2 ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଲାଉକୁ ମସଲାରେ ଭଲ ଭାବରେ ଗୋଳେଇ ଗୋଟି ଗୋଟି କରି ଲାଉକୁ ଆମେ ତେଲରେ ଦେବା। ତେଲରେ ଦେଇ ସାରିବା ପରେ ଯଦି ବଳକା ମସଲା ରହିବ ଅଳ୍ପ ଅଳ୍ପ ମସଲା ଲାଉ ଉପରେ ଦେବା। ତାପରେ ମିଡ଼ିୟମ୍ ଫ୍ଲେମ୍ରେ ପ୍ରଥମେ 2 ମିନିଟ୍ କଭର କରିବା, ଯାହାଦ୍ୱାରା ଲାଉ ଭାଜିବା ସମୟରେ ଅଳ୍ପ ସିଝିଯିବ। 2 ମିନିଟ୍ ପରେ ଏଠି ଦେଖନ୍ତୁ ଲାଉର ଉପର ଅଂଶ ଟିକେ ଶୁଖିଲା ହେଇଗଲାଣି। ଏବେ ଆମେ ଲାଉକୁ ତଳପଟକୁ ଓଲଟାଇବା। ଲାଉର ଉପର ଅଂଶ ଶୁଖିଲା ହେଇଯିବା ପରେ ଓଲଟାଇବେ, ନହେଲେ ମସଲା କଢ଼େଇରେ ଲାଗିଯିବ। 2 ମିନିଟ୍ ପରେ ଏଠି ଦେଖନ୍ତୁ ଲାଉ ଆମର ହାଲକା ସିଝିଗଲାଣି। ଏବେ ସେମିତି ମିଡ଼ିୟମ୍ ଫ୍ଲେମ୍ରେ ଆଉ 2-3 ମିନିଟ୍ ପର୍ଯ୍ୟନ୍ତ ଲାଉର ତଳପଟକୁ ଭାଜିବା। ଦୁଇପଟ ସାଇଡ୍ ଲାଲ କଲର ହେଇଯିବା ପରେ ଆମେ ବାହାରକୁ ବାହାର କରି ଆଣିବା। ସେମ୍ ପ୍ରୋସେସରେ ବଳକା ଥିବା ସବୁ ଲାଉକୁ ଭାଜି ନେବା। ଏଇଠି ଦେଖନ୍ତୁ ସବୁ ଲାଉକୁ ଆମେ ଭାଜି ନେଲେ। ମସଲା ଦିଆ ଲାଉ ଭଜା ଆମର କେତେ ସୁନ୍ଦର ଦେଖାଯାଉଛି। ଭାଜି ସାରିବା ପରେ ଆପଣମାନେ ଏମିତି ସ୍ନାକ୍ସରେ ଖାଇପାରିବେ, ନହେଲେ ପଖାଳରେ ଖାଇପାରିବେ, ବହୁତ ବଢ଼ିଆ ଲାଗିବ। ଆଜି କିନ୍ତୁ ଆମେ ଟିକେ ମସଲା ବନେଇବା। ଚାଲନ୍ତୁ ମସଲା ବନେଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରି 1 ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଧା ଛୋଟ ଚାମଚ ଜିରା, 2-3 ପିଞ୍ଚ ହିଙ୍ଗୁ ଦେବା। ହିଙ୍ଗୁ ଦେଲେ ଭଲ ବାସ୍ନା ଆସିବ, ମସଲା ତରକାରୀ ଜଲ୍ଦି ହଜମ ହେଇଯିବ। ଜିରା ଫୁଟିଯିବା ପରେ ଗୋଟେ ବଡ଼ ସାଇଜର ପିଆଜ ଦେବା। ଏଇ ତରକାରୀରେ ପିଆଜ ଟିକେ ଅଧିକ ଦେବେ, ଖାଇବା ପାଇଁ ଭଲ ଲାଗିବ। ତାପରେ ପିଆଜକୁ ଆମେ ହାଲକା ଭାଜିବା। କେବଳ ପିଆଜର କଞ୍ଚା ବାସ୍ନା ଯିବା ପର୍ଯ୍ୟନ୍ତ ହାଲକା ଲାଲ କଲର ହେଲା ପର୍ଯ୍ୟନ୍ତ ଭାଜିବା, ବେଶୀ ପୋଡ଼ିବେ ନାହିଁ। ପିଆଜ ହାଲକା ଭାଜିଯିବା ପରେ ଗୋଟେ ବଡ଼ ଚାମଚ ଅଦା ରସୁଣ ଛେଚା ଦେବା। 8-10ଟି ରସୁଣ, ଅଧା ଇଞ୍ଚର ଅଦାକୁ ମୁଁ ଛେଚି ନେଇଥିଲି। ଅଦା ରସୁଣ ପେଷ୍ଟ ଦେବା ଅପେକ୍ଷା ଆପଣମାନେ ଛେଚା ଦେବେ, ବହୁତ ବଢ଼ିଆ ବାସ୍ନା ଆସିବ। ତାପରେ ଅଦା ରସୁଣର କଞ୍ଚା ବାସ୍ନା ଯିବା ପର୍ଯ୍ୟନ୍ତ ମସଲା ସହିତ ଭଲ ଭାବରେ କଷିବା। ଅଦା ରସୁଣ କଷିଯିବା ପରେ ଗୋଟେ ବଡ଼ ସାଇଜର ଟମାଟୋ ଦେବା। ଏଇ ମସଲାରେ ଟମାଟୋ ଓ ପିଆଜ ଟିକେ ଅଧିକ ଦେବେ, ତରକାରୀ ଖାଇବା ପାଇଁ ଭଲ ଲାଗିବ। ଏବେ ମସଲାରେ କେବଳ ମସଲା ପାଇଁ ଅଳ୍ପ ଲୁଣ ଦେବା। ଲାଉ ପାଇଁ ଆମେ ଲୁଣ ଦେଇଥିଲେ, ଲୁଣ ଧ୍ୟାନ ରଖି ଦେବେ।
केवल मसला पई अल्प हलदी गुंड, अल्प राग लंका गुंड, अल्प काश्मीरी लंका गुंड, अल्प जीरा गुंड, धनिया गुंड टिके अधिक देबे। धनिया गुंड अधिक देले तरकारीर टेस्ट बहुत बढ़िया आसीबो। अल्प गरम मसला गुंड, लाउरे आमे अल्प अल्प गुंड मसला देथिले सेतिपई एई मसला रे आउ बेसी परिमाण रे गुंड मसला देबे नाही। लाउरे आउ एई मसला रे पाखापाखि आधा चामच लेखाएं सबु प्रकारर गुंड मसला में व्यवहार कले। ता सहित 4-5 चामच पानी देबा। गुंड मसला कढ़ाई रे लागिबो नाही। ता छडा टमाटो भलो भाबरे सिझी जिवो। तापरे मीडियम फ्लेम रे 4-5 मिनिट कवर करिबा। 4-5 मिनिट परे एठी देखंतु टमाटो हमर नरम हे गलानी, मसला भी कसी गलानी। मसला को एमिति दानादार रखिबे, बेसी घांटिबे नाही। मसला कसी जिबा परे भाजी रखितिबा लाउ को देबा। तापरे मीडियम फ्लेम रे 2-3 मिनिट पर्यंत भलो भाबरे कसिबा, जहा द्वारा सब मसलार फ्लेवर लाउ भितर को आसी जिवो। 2-3 मिनिट परे एठी देखंतु लाउ मसला रे कसी गलानी। आपण चाहिले एमिति कसा लाउ को खाई परिबे, बहुत बढ़िया लागिबो। आज किंतु आमे एई तरकारी को टिके लटपटिया करिबा। केवल 2-3 चामच पाखापाखि गरम पानी देबा, जमा ठंडा पानी देबे नहीं। सब जिनस को भलो भाबरे गळै नेबा। एबे मीडियम फ्लेम रे केवल 2 मिनिट कवर करिबा, जहा द्वारा लाउ मसला रे मिसी जिवो आउ भलो भाबरे सिझी जिवो। 2 मिनिट परे एठी हम तरकारी पूरा रेडी हो जाइछि। शेष रे भलो बासना पई बेस किछि धनिया पत्र देबा। सब जिनस को गळै नेबा। एबे हम रेडी हो गला चटपटा लाउ मसला। देखंतु लाउ मसला केते सुंदर देखा जाउछि। लाउ देखंतु भलो भाबरे सिझी जाइछि, किंतु घांटी नाही। एमिति रहिले तरकारी देखिबा पई भल लागिबो, खाइबा पई मते भल लागिबो। जदि आपण माने लंबा लाउ बदल रे गोल लाउ नै थिबे ताहले एमिति बड़ खंड करी काटिबे। तरकारी देखिबा पई आउ खाइबा पई बहुत बढ़िया लागिबो। आपण माने बनांतु, खांतु आउ कमेंट्स करिबा पई जमा भी भूलिबेनी। ताहले आजि पई रहिली, पुणी देखाबा नया रेसिपी रे। धन्यवाद।